जय जगन्नाथ पिलाମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାସେସ୍କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଆମେ ଦେଖିବେ କି +3 ଥାର୍ଡ଼ ସେମିଷ୍ଟର ପଲିଟିକାଲ୍ ସାଇନ୍ସ ଅନର୍ସର ମେଜର 5 ପେପର। ତ ମେଜର 5 ପେପର ଆମେ ପିଲାମାନେ ୟୁନିଟ୍ 2ର ଆଜି ଆମେ 5 ନମ୍ବର ବିଶିଷ୍ଟ ପ୍ରଶ୍ନଗୁଡ଼ିକୁ କରିବା। ତାହେଲେ ଆଉ ଡେରି ନକରି ଚାଲ ପିଲାମାନେ କ୍ଲାସ୍ଟାକୁ ଷ୍ଟାର୍ଟ କରିବା ଏବଂ 5 ନମ୍ବର ବିଶିଷ୍ଟ ପ୍ରଶ୍ନଗୁଡ଼ିକୁ ଆମେ ଆଲୋଚନା କରିବା। ଦେଖ ପିଲାମାନେ ଯେଉଁ 4 ନମ୍ବର ଦେଇଛି ଏଇଟା ଆମର 5 ନମ୍ବର ବିଶିଷ୍ଟ ପ୍ରଶ୍ନ। ତ 5 ନମ୍ବର ବିଶିଷ୍ଟ ପ୍ରଶ୍ନ ପାଇଁ ହିଁ ଆମେ ପ୍ରିପେୟାର କରିବା ବା ପ୍ରସ୍ତୁତ ହେବା। ତ ଦେଖ ପିଲାମାନେ ପ୍ରଥମ କ୍ୱେଶ୍ଚନ୍ କ'ଣ କହିଛି ନା ବ୍ରିଟିଶ ଶାସନ ସମୟରେ ସଭ୍ୟ ସମାଜର ଭୂମିକା କ'ଣ ଥିଲା। ତ ଯେତେବେଳେ ଭାରତୀୟ ସମାଜରେ ବ୍ରିଟିଶ ମାନେ ଶାସନ କରୁଥିଲେ ଆଉ ବ୍ରିଟିଶର ମାନେ ଶାସନ କରୁଥିଲେ ସେତେବେଳେ ଯେଉଁ ସଭ୍ୟ ସମାଜ ଥିଲା ତାଙ୍କର ଭୂମିକାଟା କ'ଣ ଥିଲା। ତ ଦୀର୍ଘ ଦିନର ଉପନିବେଶବାଦୀ ଶାସନ ବିରୁଦ୍ଧରେ ସଂଗ୍ରାମ ଭାରତୀୟମାନଙ୍କ ମନରେ ଜାତୀୟ ଚେତନା ଜାଗୃତ କରିଥିଲା। ତ ଉପନିବେଶବାଦୀ ଶାସନ ବିରୁଦ୍ଧରେ ଯେତେବେଳେ ଭାରତୀୟମାନଙ୍କ ମନରେ ଗୋଟେ ଜାତୀୟ ଚେତନା ଜାଗୃତ କରାଇଲା, ଏହା ପ୍ରକାରାନ୍ତରେ ସେମାନେ ବିବିଧ ସାମାଜିକ ସଂଗଠନ ଗଠନ କରି ଲକ୍ଷ୍ୟ ହାସଲ କରିବାକୁ ପ୍ରେରଣା ଦେଲା। ଯେତେବେଳେ ତାଙ୍କ ମନରେ ଗୋଟେ ଦେଶ ପାଇଁ ବା ନିଜ ଜାତି ପାଇଁ ଯେତେବେଳେ ଭଲ ପାଇବାଟା ତିଆରି ହେଲା, ସେମାନେ ବିଭିନ୍ନ ଗୁଡ଼ିଏ ସଂଗଠନ ଗଠନ କରିବାକୁ ଲାଗିଲେ। ସଂଗଠନ ଗଠନ କରି ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ସେମାନେ କ'ଣ ଲାଗି ପଡ଼ିଲେ। 19 ଶତାବ୍ଦୀର ପ୍ରଥମ ଭାଗରେ କେତେକ ସଚେତନଶୀଳ ଭାରତୀୟ ସାମାଜିକ ସଂସ୍କାର, ଧାର୍ମିକ ସଂସ୍କାର, ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବ୍ରାହ୍ମ ସମାଜ ନାମକ ଏକ ସଂଗଠନ ଗଠନ କରି ବ୍ରିଟିଶ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ତ ବ୍ରିଟିଶ ସରକାର ମଧ୍ୟ ଏମାନଙ୍କୁ ଟିକେ ଦେଉଥିଲେ, ମାନେ କ'ଣ ସାହାଯ୍ୟ କରୁଥିଲେ। ତ ବ୍ରାହ୍ମ ସମାଜ ଯେଉଁ ଥିଲା ପିଲାମାନେ ସେ କ'ଣ ଆମର ସମାଜରେ ସଂସ୍କାର ଆଣିବାରେ ବା ଧାର୍ମିକ ସଂସ୍କାର ଆଣିବାରେ, ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଗୋଟିଏ ସଂଗଠନ ଗଠନ କରି ସେ ବ୍ରିଟିଶ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କର ଉଦ୍ୟମ ବଳରେ ଭାରତୀୟ ସମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ ଓ ଧର୍ମାନ୍ଧତା ଦୂର କରାଯାଇଥିଲା ହେଲା। ସେ ଯେଉଁ ବ୍ରାହ୍ମ ସମାଜରେ କିଏ ଥିଲେ ନା ଆମର ରାଜା ରାମମୋହନ ରାୟ। ତ ସେ ଯେଉଁ ତାଙ୍କ ଉଦ୍ୟମ କରିଥିଲେ ସେ ତା ଫଳରେ ଭାରତରେ ଯେଉଁ ବହୁତ ଗୁଡ଼ିଏ କୁସଂସ୍କାର ଥିଲେ, ଯେମିତି ସତୀଦାହ ପ୍ରଥା ହେଲା, ବିଧବା ପୁନଃବିବାହ ଆଇନ, ତ ଏଗୁଡ଼ିକ ସବୁ ଗୋଟେ ଗୋଟେ ସବୁ ସଂସ୍କାର ଗୁଣ ଆସିଥିଲା ହେଲା। ତ ଅନ୍ଧବିଶ୍ୱାସ ମଧ୍ୟ ଦୂର କରାଯାଇଥିଲା। ଧର୍ମକୁ ନେଇକି ଯେଉଁ ଲୋକମାନେ ଅନ୍ଧ ଥିଲେ ସେଇଟା ମଧ୍ୟ ଦୂରକରଣ କରାଯାଇଥିଲା। ଦୟାନନ୍ଦ ସରସ୍ୱତୀଙ୍କ ଆର୍ଯ୍ୟ ସମାଜ, ଆନି ବେସାନ୍ତଙ୍କ ଦ୍ୱାରା ଗଠିତ ଥିଓସୋଫିକାଲ ସୋସାଇଟି, ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଗଠିତ ରାମକୃଷ୍ଣ ମିଶନ, ଜ୍ୟୋତିବା ଫୁଲେଙ୍କ ଦ୍ୱାରା ଗଠିତ ସତ୍ୟଶୋଧକ ସମାଜ, ଶିଶିର ଘୋଷଙ୍କ ଦ୍ୱାରା ଗଠିତ ଇଣ୍ଡିଆନ୍ ଲିଗ୍, ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ଦ୍ୱାରା ଗଠିତ ଦ ଇଣ୍ଡିଆ ଆସୋସିଏସନ୍, ମାଡ୍ରାସ ମହାଜନ ସଭା, B.R. ଆମ୍ବେଦକର ଦ୍ୱାରା ଗଠିତ ସର୍ବଭାରତୀୟ ଅନୁସୂଚିତ ଜାତି ଫେଡେରେସନ୍ ସଭ୍ୟ ସମାଜ ଭାବରେ ଅଗ୍ରଣୀ ନିର୍ବାହ କରୁଥିଲେ। ତ ଏଗୁଡ଼ି ଥିଲେ ଗୋଟେ ଗୋଟେ କ'ଣ ମୁଖ୍ୟ ସଭ୍ୟ ସମାଜ କିଏ ଦୟାନନ୍ଦ ସରସ୍ୱତୀଙ୍କ ଷ୍ଟାର୍ଟ ହେଲା ଆର୍ଯ୍ୟ ସମାଜ, ଆନି ବେସାନ୍ତଙ୍କ ଦ୍ୱାରା ପିଲାମାନେ ଏଠି ଗୋଟେ ମୁଁ କହି ରଖିଛନ୍ତି ଯେଉଁ ଆର୍ଯ୍ୟ ସମାଜ ବା ଯେଉଁ ଥିଓସୋଫିକାଲ ସୋସାଇଟିଟା ଗୋଟେ ତାଙ୍କର ପ୍ରତିଷ୍ଠାତା କିଏ ଥିଲେ ଏବଂ ସେ କ'ଣ ପ୍ରତିଷ୍ଠା କଲେ ଦୁଇଟା ମନେ ଦେଖ। ଦୟାନନ୍ଦ ସରସ୍ୱତୀ କ'ଣ କେଉଁ ସମାଜ, ଆର୍ଯ୍ୟ ସମାଜ, ଆନି ବେସାନ୍ତ କ'ଣ ଥିଓସୋଫିକାଲ ସୋସାଇଟି, ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ମିଶନ, ତ ଏଗୁলো ସବୁ ମନେ ରଖ ହେଲା। ଏଗୁলো ସବୁ ଗୋଟେ ସଭ୍ୟ ସମାଜ ଭାବରେ ଅଗ୍ରଣୀ ନିର୍ବାହ ଭୂମିକା କରିଥିଲେ। ଏମାନେ କ'ଣ କରୁଥିଲେ, ଏମାନଙ୍କର କାମ କ'ଣ ଥିଲା ନା ପିଲାମାନେ ମୁଖ୍ୟତଃ ଏମାନଙ୍କର ଭୂମିକା କ'ଣ ଥିଲା ନା ସମାଜରୁ କୁସଂସ୍କାର ଦୂର କରି ସମାଜରେ ସଂସ୍କାର ଆଣିବା ଏବଂ ଲୋକମାନଙ୍କୁ କ'ଣ ଜାତୀୟତା ପ୍ରତି ବା ଜାତୀୟତାବାଦର ପ୍ରତିଷ୍ଠା ବା ପ୍ରଚାର ପ୍ରସାର କରିବା ବା ଲୋକମାନଙ୍କ ମଧ୍ୟରେ କେମିତି ଦେଶ ପ୍ରତି ଭଲ ପାଇବା ଜନ୍ମ ଉଠୁ ସେଥିପାଇଁ କାର୍ଯ୍ୟ କରିବା। ତ ଦେଖିଲେ ତ 2 ନମ୍ବର କ୍ୱେଶ୍ଚନ୍ ଦେଖିବା। ଉପନିବେଶବାଦୀ ଶାସନ ସମୟରେ ସାଂସ୍କୃତିକ ପ୍ରାଧାନ୍ୟର କାରଣ କ'ଣ ଥିଲା ଦେଖିବା। ସାଂସ୍କୃତିକ ପ୍ରାଧାନ୍ୟ ଭାରତରେ ଉପନିବେଶବାଦୀ ଶାସନର ଆରମ୍ଭ ସମୟରୁ ସାଂସ୍କୃତିକ ଆଧିପତ୍ୟ ଦେଖିବାକୁ ମିଳିଥିଲା। ବିଶେଷ କରି ବିଶ୍ୱ ବ୍ୟବସ୍ଥାରେ ଉପନିବେଶବାଦୀ ୟୁରୋପୀୟ ରାଷ୍ଟ୍ରମାନେ ସେମାନଙ୍କ ସମୃଦ୍ଧ ସଂସ୍କୃତିକୁ ପ୍ରସାର କରିବା ପାଇଁ ବିଶ୍ୱର ବିଭିନ୍ନ ଭାଗରେ ଉପନିବେଶ ସ୍ଥାପନ କରିଥିଲେ। ଦେଖ ଭାରତରେ କ'ଣ ପିଲାମାନେ ଉପନିବେଶବାଦୀ ଶାସନର ଆରମ୍ଭ ଯେତେବେଳେ ହେଲା ସାଂସ୍କୃତିକ ଆଧିପତ୍ୟ ଦେଖିବାକୁ ମିଳିଥିଲା, ସେମାନଙ୍କର ସାଂସ୍କୃତିକ ଆଧିପତ୍ୟଟା ଦେଖିବାକୁ ମିଳିଥିଲା। ବିଶେଷ କରି ବିଶ୍ୱ ବ୍ୟବସ୍ଥାରେ ଉପନିବେଶବାଦୀ ୟୁରୋପୀୟ ରାଷ୍ଟ୍ରମାନେ ସେମାନଙ୍କର ସମୃଦ୍ଧ ତାଙ୍କ ସଂସ୍କୃତିକୁ ବିଶ୍ୱର ବିଭିନ୍ନ ଭାଗରେ ଉପନିବେଶ ସ୍ଥାପନ କରିଥିଲେ, ପ୍ରସାର କରିବା ପାଇଁ ବିଭିନ୍ନ ଉପନିବେଶ ସ୍ଥାପନ କରିଥିଲେ। ତ ଦେଖ ଆମେ କ'ଣ ଭାବୁଛେ ପିଲାମାନେ ଇଂରେଜମାନେ ଭାରତରେ ହିଁ ଉପନିବେଶ ସ୍ଥାପନ କରିଥିଲେ କି ନା, ବହୁତ ଗୁଡ଼ିଏ ଅଞ୍ଚଳରେ, ପୃଥିବୀର ବହୁତ ଅଞ୍ଚଳରେ, ଆଫ୍ରିକାର ଅନେକ ଗୁଡ଼ିଏ ଦେଶରେ, ଏସିଆର ଆହୁରି ଅନ୍ୟାନ୍ୟ ଦେଶମାନଙ୍କରେ ହେଲା ସେମାନେ ଉପନିବେଶ ସ୍ଥାପନ କରିଥିଲେ। କ'ଣ ପାଇଁ ଆଉ ଗୋଟେ କାରଣ ମଧ୍ୟ ଥିଲା, ତାଙ୍କର ଯେଉଁ ସଂସ୍କୃତି ଅଛି ବା ତାଙ୍କର ଯେଉଁ ପରମ୍ପରା ଅଛି ଅନ୍ୟ ଦେଶରେ ମଧ୍ୟ ସେ ପରମ୍ପରା ଲାଗୁ ରହିବ ବୋଲି ସେମାନେ ସେଇଟା ଉପନିବେଶ ସ୍ଥାପନ କରିଥିଲେ। ବିଶେଷ କରି ଭାରତରେ ସାଂସ୍କୃତିକ ଆଧିପତ୍ୟ ଭିନ୍ନ ସ୍ତର ଥିଲା, କିନ୍ତୁ ଭାରତରେ ଟିକେ ଅଲଗା ଥିଲା। କାରଣ ଭାରତୀୟ ସଂସ୍କୃତି ବହୁ ପୁରାତନ ଏବଂ ଏହା ତତ୍କାଳୀନ ସମାଜରେ ଅସ୍ଥି ମଜାଗତ ଥିଲା। କିନ୍ତୁ ଭାରତର ସବୁଠାରୁ ପୁରୁଣା ସଂସ୍କୃତି ହେଉଛି ଭାରତୀୟ ସଂସ୍କୃତି, ଯେଉଁଟାକି ଇଂରେଜମାନେ ଆସିଲା ପରେ ମଧ୍ୟ କିଛି ପରିମାଣରେ ଅଛି, ପୁରା ଯାଇନି, ଅଛି କିଛିରେ ତାଙ୍କର ଆଡ଼ ହେଇଛି ସିନା, ଆମର ମାନେ କଟିନି। ତାଙ୍କ ସଂସ୍କୃତି କିଛି ପରିମାଣରେ ଚାଲିଛି ଭାରତୀୟ ସମାଜରେ, ବଟ୍ ଆମ ସଂସ୍କୃତି ଉପରେ ଆମେ ହଜି ଯାଇନେ, ଆମ ସଂସ୍କୃତି ଏବେ ମଧ୍ୟ ରହିଛି। ପାଶ୍ଚାତ୍ୟ ଶିକ୍ଷାର ବ୍ୟାପକ ପ୍ରସାର ଫଳରେ ବ୍ରିଟିଶ ସଂସ୍କୃତି ଧୀରେ ଧୀରେ ଭାରତୀୟ ସମାଜରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ସାମାଜିକ ସଂସ୍କାର, ଧାର୍ମିକ ସଂସ୍କାର ଏବଂ ସାମାଜିକ ସଂସ୍କାର ମାଧ୍ୟମରେ ଭାରତୀୟ ପାଶ୍ଚାତ୍ୟ ସଂସ୍କୃତି ଗ୍ରହଣ କରିବା ଲାଗିଲେ। ସମସ୍ତେ ଟିକେ କିନ୍ତୁ ତାଙ୍କ ସଂସ୍କୃତି ଟିକେ ଗ୍ରହଣ କରିଥିଲେ। ଏହାକୁ ୱେଷ୍ଟର୍ଣ୍ଣରାଇଜ୍ଡ ଇଣ୍ଡିଆନ୍ କଲଚର ବୋଲି କୁହାଗଲା।
ପାରମ୍ପରିକ ସଂସ୍କୃତି ଧର୍ମ ଧାରଣା ଭାଷା ଚଳନ ଧୀରେ ଧୀରେ ଟିକେ ପାଶ୍ଚାତ୍ୟକରଣ ଲାଗିଲା ମାନେ ତାଙ୍କ ଦେଶର ଚାଲିଚଳନ ସହିତ ଆମ ଦେଶର ଚାଲିଚଳନ ଟିକେ ମିଶିଲା ଏଥିରେ ଭାରତୀୟ ସଂସ୍କୃତିର ପତନ ହୋଇଥିଲା ପତନ ତ ଟୋଟାଲ ହେଇନି ଅଛି କିଛି ପରିମାଣରେ ବଟ୍ ତାଙ୍କର ଆଡ଼ ହେଇକି ଆମର ଟିକେ କମି ଯାଇଛି ବା ଆମ ସଂସ୍କୃତି ଟିକେ ଲୋକମାନେ ଭୁଲିକି ଯାଇଛନ୍ତି ଧୀରେ ଧୀରେ ଭୁଲି ଗଲେଣି ହେଲା ଭୁଲିବାରେ ଲାଗିଛନ୍ତି ସେଇ ସମୟରେ ଏତେ ଭୁଲି ନଥିଲେ ଏବେ ଟିକେ ଅଧିକ ଯେତେବେଳେ ଆମର ଡିଜିଟାଲ ମାନେ ଯେଉଁ ଫୋନ୍ ମୋବାଇଲ ଫୋନ୍ ଯେତେବେଳେ ଅଧିକ ଆସିଲା ତାଙ୍କ ସେଇଟା ଅଧିକ ପ୍ରଚାର ବସିଲା ବା ପାଶ୍ଚାତ୍ୟ ସଂସ୍କୃତି ଅଧିକ ଭାରତରେ ପ୍ରବେଶ କଲା ତ ଯାହାକି ଗୋଟେ ଖରାପ ଜିନିଷ ଆମ ଭାରତ ପ୍ରତି ବା ଭାରତୀୟ ସଂସ୍କୃତି ପ୍ରତି କିନ୍ତୁ ସେ ମଧ୍ୟ କିଛି ମଧ୍ୟ ପରିବର୍ତ୍ତନ ମଧ୍ୟ ଆସିଥିଲା ବହୁତ ଖରାପ ତ ହୋଇନଥିଲା ଶିକ୍ଷା କ୍ଷେତ୍ରରେ ବହୁତ ଭଲ ସଂସ୍କାର ଆସିଥିଲା ଧର୍ମ କ୍ଷେତ୍ରରେ ଆସିଥିଲା ସମାଜ କ୍ଷେତ୍ରରେ ବହୁତ ଗୁଡ଼ିଏ ସଂସ୍କାର ଆସିଥିଲା ସେମିତି ତ 3 ନମ୍ବର କ୍ୱେଶ୍ଚନ୍ ଦେଖିବେ ପିଲାମାନେ ବ୍ରିଟିଶ ଶାସନ ସମୟରେ ଭୂସଂସ୍କାର ରୂପରେଖ କ'ଣ ଥିଲା ଭୂସଂସ୍କାର ବା ଯେଉଁ ଭୂମି ସଂସ୍କାର ଦେଖିବେ ପିଲାମାନେ ଲ୍ୟାଣ୍ଡ ରିଫର୍ମ ସାଧାରଣ ଅର୍ଥରେ ଭୂସଂସ୍କାର ଅର୍ଥ କ୍ଷୁଦ୍ର ଚାଷୀ ଓ କୃଷି ଶ୍ରମିକମାନଙ୍କ ମଧ୍ୟରେ ମୋ ସ୍ୱତ୍ୱାଧିକାର ବଣ୍ଟନକୁ ବୁଝାଏ ଭୂସଂସ୍କାର ମାନେ କ'ଣ ଯେଉଁ ଚାଷୀମାନେ ଅଛନ୍ତି ବା ଶ୍ରମିକମାନେ ଅଛନ୍ତି ସେମାନଙ୍କ ଭିତରେ ଯେଉଁ ଭୂ ସ୍ୱତ୍ୱାଧିକାର ସେଇଟାକୁ ବୁଝାଏ ଅନ୍ୟତ୍ର ଯେଉଁ ସର୍ତ୍ତ ଅନୁସାରେ ଜଣେ ବ୍ୟକ୍ତି ଭୂମି ଉପରେ ନିଜର ମାଲିକାନା ସାବ୍ୟସ୍ତ କରନ୍ତି ଏହାକୁ ଭୂସତ୍ତ୍ୱ ସଂସ୍କାର କୁହାଯାଏ ମାନେ କ'ଣ ଯେଉଁ ଗୋଟେ ବ୍ୟକ୍ତିଟେ ଭୂମି ଉପରେ ତାର ଯେଉଁ ମାଲିକାନାଟା ଏଇଟା ମୋ ଭୂମି ବୋଲି ଯେଉଁ ମାଲିକାନାଟା ସେଇଟାକୁ ସାବ୍ୟସ୍ତ କରିବାକୁ କୁହାଯାଏ ଭୂସତ୍ତ୍ୱ ସଂସ୍କାର ତ ବ୍ରିଟିଶ ଶାସନ ସମୟରେ 3 ପ୍ରକାର ଭୂସ୍ୱତ୍ୱାଧିକାର ପ୍ରଚଳିତ ଥିଲା ମାନେ ଯେଉଁ ଭୂମି ଉପରେ ମାଲିକାନାଟା 3 ପ୍ରକାରର ଥିଲା କିଏ କେଉଁ ଉପରେ ମାଲିକାନା ଗ୍ରହଣ କରିଥିଲା ଗୋଟେ ହେଉଛି ଜମିଦାରୀ ପ୍ରସ୍ତା ମଲୱାରୀ ଏବଂ ରଇତୱାରୀ 3ଟା ଦେଖ 1793 ମସିହାରେ ଲର୍ଡ଼ କର୍ଣ୍ଣୱାଲିସଙ୍କ ଶାସନ କାଳରେ ଜମିଦାରୀ ବା ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରାଯାଇଥିଲା କେବେ 1793 ଲର୍ଡ଼ କର୍ଣ୍ଣୱାଲିସ ଚିରସ୍ଥାୟୀ ବନ୍ଦୋବସ୍ତ ବା ଜମିଦାରୀ ବନ୍ଦୋବସ୍ତ ଏଇଟା ତ 1822ରେ ହଲେଟ୍ ମ୍ୟାକେଞ୍ଜିଙ୍କ ନାମ ଇଂରେଜ ସରକାରଙ୍କ ଅଧିକାରୀଙ୍କ ପ୍ରସ୍ତାବ ଅନୁସାରେ ମଲୱାରୀ କିଏ ହଲେଟ୍ ମ୍ୟାକେଞ୍ଜି 1822 1792 ମସିହାରେ କ୍ୟାପ୍ଟେନ୍ ରେଡ୍ ଏବଂ ଥମାସ ମୁନିରଙ୍କ ପରାମର୍ଶ କ୍ରମେ ଇଂରେଜ ସରକାର କେତେକ ଅଞ୍ଚଳରେ ରଇତୱାରୀ ହେଲା ରଇତୱାରୀଟା 1792 ପିଲାମାନେ ସେଇଟା ହେଇଥିଲା ପରାମର୍ଶ ଦିଆଯାଇଥିଲା କିନ୍ତୁ ସେଇଟା 1800 କେତେ ଗୋଟେ ମୋର ମନେ ପଡ଼ୁନି 1800 କେତେ ମସିହାରେ ଗୋଟେ କ୍ଲାସ୍ ହେଇଥିବ ଦେଖିଥିବ ଟିକେ ପିଲାମାନେ 1800 କେତେ ଗୋଟେ ମସିହାରେ ଆମର ସେଇଟା ପ୍ରଚଳନ କରାଯାଇଥିଲା ହେଲା ତ ଏଇସବୁ ଭୂସଂସ୍କାର ଆଇନ ପ୍ରଚଳନ କରି ଭାବଭୋଜି ରାଜସ୍ୱ ବୃଦ୍ଧି କରିବା ରାଜସ୍ୱ ନିର୍ଦ୍ଧାରଣ କରିବା ଜମିଦାରୀ ବ୍ୟବସ୍ଥା ପ୍ରଚଳନ ଫଳରେ କୃଷକମାନଙ୍କୁ ଶୋଷଣ କରାଯାଉଥିଲା ହେଲା ଏଇ 3ଟା ବହୁତ ଇମ୍ପୋର୍ଟାଣ୍ଟ ଥିଲା ବଟ୍ ମୋର ଟିକେ ମନେ ପଡ଼ୁନି କେବେ ହେଇଥିଲା ଆମର ରଇତୱାରୀଟା ଦେଖିବା ହେଲା ତ ଉପନିବେଶବାଦୀ ବ୍ରିଟିଶ ଶାସନ ସମୟରେ ସାମ୍ବିଧାନିକ ଉନ୍ନତି କିପରି ଥିଲା ଦେଖ ବ୍ରିଟିଶ ଶାସନ ଅଧୀନ ଭାରତରେ ସମ୍ବିଧାନର ବିକାଶ ପ୍ରକ୍ରିୟା ବହୁ ପୂର୍ବରୁ ହୋଇଥିଲା ତ ଏହାର ଐତିହାସିକ ଗୋଟେ ଦେଖିବା ଆବଶ୍ୟକ ଅଟେ ଆମର ତାର ଅଧ୍ୟୟନ ଟିକେ କରିବା ତାର ପୃଷ୍ଠଭୂମିକୁ ଦେଖ ସାମ୍ବିଧାନିକ ଉନ୍ନତି ହଁ 1858 ମସିହା ଭାରତ ସରକାର ଶାସନ ଅଧିନିୟମ ଦ୍ୱାରା ଇଷ୍ଟ ଇଣ୍ଡିଆ କମ୍ପାନୀ ଶାସନର ଅନ୍ତ ଘଟି ଭାରତର ଶାସନତନ୍ତ୍ର ସିଧାସଳଖ ବ୍ରିଟିଶ ଶାସନ ଅଧୀନକୁ ଚାଲିଗଲା ତ ଇଷ୍ଟ ଇଣ୍ଡିଆ କମ୍ପାନୀ ଘଟିଲା ମାନେ ଆଉ ତାର ଶାସନ ନାହିଁ ଡାଇରେକ୍ଟ ଆସିଲା କ'ଣ ବ୍ରିଟିଶ ମାନେ ଶାସନ କଲେ ଆମକୁ 1892 ମସିହାରେ ଭାରତୀୟ ପରିଷଦ ଆଇନ ପ୍ରଣୟନ କରାଗଲା ଏଥିରେ କେନ୍ଦ୍ରୀୟ ବିଧାନ ପରିଷଦର ସଦସ୍ୟ ସଂଖ୍ୟା ବୃଦ୍ଧି କରାଯାଇଥିଲା 1909 ମସିହାରେ ମଲ୍ଲମିଟ ଶାସନ ସଂସ୍କାର କାର୍ଯ୍ୟକାରୀ ହୋଇଥିଲା କେନ୍ଦ୍ର ଏବଂ ପ୍ରାଦେଶିକ ପରିଷଦ ଗଠନ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କୁ ସୁଯୋଗ ପ୍ରଦାନ କରାଯାଇଥିଲା ଏଇଟା ଆସିଲା 1909ରେ ମଲ୍ଲମିଟ ତାର ଆସିଲା 1919ରେ ମଣ୍ଟେଗୁ ଚେମ୍ସଫୋର୍ଡ ଶାସନ ସଂସ୍କାର ଏଥିରେ ଦ୍ୱୈତ ଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ତ ଏଇଭଳି ଭାବରେ 4ଟି ଆସିଲା ଯିଏକି ଆମର କ'ଣ ଭାରତର କ'ଣ ଗୋଟେ ସାମ୍ବିଧାନିକ ଉନ୍ନତିରେ ସାହାଯ୍ୟ କରିଥିଲା ତାର ଆସିଲା 5 ନମ୍ବର କ୍ୱେଶ୍ଚନ୍ ପିଲାମାନେ ବ୍ରିଟିଶ ଶାସନ କାଳରେ ଶିଳ୍ପର ବିକାଶ ତ କିନ୍ତୁ କୁଟିଳ ଶିଳ୍ପର ଆମର କ'ଣ ଅବନତି ଘଟିଥିଲା କିନ୍ତୁ ତାଙ୍କ ଶିଳ୍ପଟା ଆଗୁଆ ଯାଇଥିଲା ଦେଖିବା ଇଂଲଣ୍ଡରେ ସଂଗଠିତ ଶିଳ୍ପ ବିପ୍ଳବର ପ୍ରଭାବ ସମଗ୍ର ଉପନିବେଶମାନଙ୍କରେ ଦେଖିବାକୁ ମିଳିଥିଲା ସାରା ଉପନିବେଶବାଦ ସେମାନେ ଯେଉଁଠି ଉପନିବେଶବାଦ ସ୍ଥାପନ କରିଥିଲେ ସବୁ ଉପନିବେଶମାନଙ୍କରେ ଦେଖିବାକୁ ମିଳିଲା ପ୍ରଥମତଃ ଇଂରେଜମାନଙ୍କର ଶିଳ୍ପ ପାଇଁ କଞ୍ଚାମାଲ ଘୋର ଅଭାବ ଥିଲା ସେମାନେ ସିନା ଶିଳ୍ପ ପ୍ରତିଷ୍ଠା କରୁଥିଲେ ତାଙ୍କ ପାଖରେ ଏତେ ମାନେ କ'ଣ କଞ୍ଚାମାଲ ଆସିବ କେଉଁଠୁ କାରଣ ଏସିଆ ମହାଦେଶକୁ ଆଫ୍ରିକା ମହାଦେଶରେ କଞ୍ଚାମାଲ ଫୁଲ୍ ହେଇକି ଅଛି ତ ସେମାନେ ସେଥିପାଇଁ ମଧ୍ୟ ଏସିଆ ଏବଂ ଅନ୍ୟାନ୍ୟ ମହାଦେଶ ଗୁଡ଼ିକରେ କ'ଣ ସେମାନେ କ'ଣ ଉପନିବେଶବାଦ ସ୍ଥାପନ କରିବାକୁ ଲାଗିଥିଲେ ସେଥିରେ ସେମାନେ ଉପନିବେଶମାନଙ୍କର ପ୍ରାକୃତିକ ସମ୍ପଦ ନିଜ ଦେଶକୁ ନେବା ପାଇଁ ବ୍ୟବସ୍ଥା କଲେ ତ ଦେଖ ତାଙ୍କ ଉପରେ ଆମେ କ'ଣ ଉପନିବେଶବାଦ ସ୍ଥାପନ କରୁଛେ ତାଙ୍କ ଦେଶରୁ ହିଁ କଞ୍ଚାମାଲ ବୋହି ନେଇ ଆମ ଦେଶରେ ଶିଳ୍ପ ଚଲାଇବା ହେଲା ତ ଭାରତରେ ମଧ୍ୟ ଆଧୁନିକରଣ କରିବାକୁ ଯାଇ ଇଂରେଜ ସରକାର ଏଠାରେ ଅନେକ ଶିଳ୍ପାନୁଷ୍ଠାନ ଗଠନ କରିଥିଲେ ଏଠି ମଧ୍ୟ ଅନେକ ଗୁଡ଼ିଏ ଶିଳ୍ପ ଗଠନ କରିଥିଲେ ଏହାଦ୍ୱାରା ଭାରତର କୁଟିଳ ଶିଳ୍ପ ଓ ନିଜସ୍ୱ ଶିଳ୍ପଟା ଗଲା ତାଙ୍କେମାନେ ଯେଉଁ ଶିଳ୍ପ ଗୁଡ଼ିକ ବା ଇଂରେଜମାନେ ଯେଉଁ ଶିଳ୍ପମାନ ପ୍ରତିଷ୍ଠା କଲେ ଭାରତରେ ଯାହାଫଳରେ ଭାରତର ଶିଳ୍ପ ହିଁ ତଳକୁ ଖସିଗଲା ବା ଇଂରେଜମାନେ ଭାରତରେ ପଦାର୍ପଣ କରିବା ପୂର୍ବରୁ ଢାକା ବରେଲି ଦିଲ୍ଲୀ ମିରଟ ପାଟଣା ଓଡ଼ିଶା ଆଦି ସ୍ଥାନମାନଙ୍କରେ ହସ୍ତତନ୍ତ ଶିଳ୍ପ ବହୁଳ ଭାବେ ପ୍ରସାର କରିଥିଲା ଏଇ ଜାଗାରେ ହସ୍ତଶିଳ୍ପଟାକୁ ବହୁତ ପ୍ରାଧାନ୍ୟ ଥିଲା ଏବେ ମଧ୍ୟ ଓଡ଼ିଶାର କିଛି ଅଞ୍ଚଳରେ ରହିଛି ଏପରି ସୁନା ରୂପା ତାରକସି କାର୍ଯ୍ୟ ଜୋତା ଶିଳ୍ପ ଆଦି ବହୁଳ ଭାବରେ ଗଢ଼ି ଉଠିଥିଲା ତ 1833 ମସିହାରେ ବ୍ରିଟିଶ ସଂସଦରେ ଚାର୍ଟର ଆଇନ ପ୍ରଣୟନ ହୋଇଥିଲା ତ ଚାର୍ଟର ଆଇନ କେବେ 1833 ମସିହାରେ ଏହାଦ୍ୱାରା ତତ୍କାଳୀନ କମ୍ପାନୀ ଭାରତରେ ବା
तत्काल कंपनी सरकार भारत में शिल्प प्रतिष्ठान खोलने ये आईन को କାର୍ଯ୍ୟକାରୀ କରିଥିଲେ। ତ 1854 ମସିହାରେ ବୟନ ଶିଳ୍ପ ହୋଇଥିଲା। 1855 ମସିହାରେ ଝୋଟକଳ, 1875 ମସିହାରେ ଲୌହ ଶିଳ୍ପ, 1931 ମସିହାରେ ଚିନିକଳ, କୋଇଲା କାରଖାନା, 1863 ମସିହାରେ କାଗଜ କାରଖାନା, 1904 ମସିହାରେ ସିମେଣ୍ଟ କାରଖାନା, 1860ରେ ଜୋତା କାରଖାନା, 1937 ମସିହାରେ ଆଲୁମିନିୟମ କାରଖାନା ଗଠିତ ହୋଇଥିଲା। ତ 1882 ମସିହାରେ ରେଳ ଇଞ୍ଜିନ କାରଖାନା ମଧ୍ୟ ପ୍ରତିଷ୍ଠା ହୋଇଥିଲା, ଯାହାଫଳରେ କ'ଣ ଟିଏ ଶିଳ୍ପର ବିକାଶ ଘଟିଥିଲା ଭାରତରେ। ତାର ଆସିଲା ପିଲା ଦେଖ, ବ୍ରିଟିଶ ସରକାରଙ୍କ ସମୟରେ କୃଷିର ସ୍ଥାଣୁତା ଦେଖିବା। କୃଷିଟା କିଭଳି ଭାବରେ ଅବସ୍ଥାରେ ଥିଲା, କୃଷି ଉପରେ ଆସିବା। ଶିଳ୍ପ ବିଷୟରେ ଦେଖିବା କୃଷି। ତ ଉପନିବେଶିତ ଶାସନ ସମୟରେ ଭାରତୀୟମାନଙ୍କ ପାଇଁ ଇଂରେଜ ସରକାର ଅନେକ କୃଷି ନୀତି ପ୍ରଣୟନ କରିଥିଲେ। ସେ କୃଷି ନେଇ ବହୁତ ଗୁଡ଼ିଏ ନୀତି, ଭୂରାଜସ୍ୱ ନୀତି, ଚିରସ୍ଥାୟୀ ବନ୍ଦୋବସ୍ତ, ଅନେକ ଗୁଡ଼ିଏ ସେମିତି କରିଥିଲେ। ଏହାର ଅନେକ କାରଣ ଥିଲା। ଦେଖ, ଜମିଦାରୀ ପ୍ରଥାର ପ୍ରଚଳନ ଫଳରେ କୃଷକମାନେ ଶୋଷଣର ଶିକାର ହେଉଥିଲେ। କୃଷକମାନେ ବହୁତ ଶୋଷଣ ହେଉଥିଲେ ବା ଶୋଷିତ ହେଉଥିଲେ। ଭୂରାଜସ୍ୱର ପରିମାଣ ଦିନକୁ ଦିନ ଘଟିବା ଦ୍ୱାରା ଏହା କୃଷକମାନଙ୍କ ପାଇଁ ଦୁର୍ବିସହ ହୋଇଥିଲା। ଆଧୁନିକ କୃଷି ପ୍ରଣାଳୀ ବିଷୟରେ ଅଜ୍ଞତା ଭାରତୀୟ କୃଷିକୁ ପ୍ରଭାବିତ କରିଥିଲା। ଜଳସେଚନର ଅଭାବ କୃଷି ଉତ୍ପାଦନକୁ ନିମ୍ନଗାମୀ କରିଥିଲା ଏବଂ ପ୍ରାକୃତିକ ବିପର୍ଯ୍ୟୟ କୃଷି କ୍ଷେତ୍ରରେ ସ୍ଥାଣୁତା ଆଣିଥିଲା। ଦେଖ, ଏମାନେ ଜମିଦାରୀ ପ୍ରଥା ବ୍ୟବହାର କଲେ, ଯାହାଫଳରେ କ'ଣ ଜମିଦାରମାନେ କୃଷକମାନଙ୍କୁ ଶୋଷଣ କଲେ। ତାପରେ ଏମାନେ ସବୁ କ'ଣ ରାଜସ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଲେ। ତା ସହିତ ଆଧୁନିକ କୃଷି ପ୍ରଣାଳୀ ହେଲେ, ଯେଉଁଟାରେ କି ଲୋକମାନେ କିଛି ଜାଣିନଥିଲେ। ଆଧୁନିକ କୃଷି ପ୍ରଣାଳୀ ଜାଣିପାରିଲେ କି ନା, ସେମାନେ ପାରମ୍ପରିକ କୃଷି ପ୍ରଣାଳୀରେ ଚାଷ କରୁଥିଲେ। ଜଳସେଚନର ଅଭାବ ଦେଖାଦେଲା, ଫଳରେ ମରୁଡ଼ି ଦେଖାଦେଲା। ତ ପ୍ରାକୃତିକ ବିପର୍ଯ୍ୟୟରେ କୃଷି କ୍ଷେତ୍ରରେ କ'ଣ ସ୍ଥାଣୁତା ଆସିଥିଲା। ଏଇଭଳି ଭାବରେ କ'ଣ ବ୍ରିଟିଶ ସରକାରଙ୍କ ସମୟରେ କୃଷିର ସ୍ଥାଣୁତା ଦେଖାଦେଇଥିଲା। ତ ଏଇସବୁ କାରଣ ଥିଲା ପିଲାମାନେ। ତ ଆମେ ଆଜି 6ଟି କ'ଣ 5 ମାର୍କ କ୍ୱେଶ୍ଚିନ୍ ଗୁଡ଼ିକ ଦେଖିଛେ। ଏଇ ଭିତରୁ ବହୁତ ଇମ୍ପୋର୍ଟାଣ୍ଟ ରହିଛି ଆମର କ୍ୱେଶ୍ଚିନ୍ ଗୁଡ଼ିକ। ତ 6ଟି ଯାକ ମନେ ରଖିଦେଇଥାଉ। ତ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଉପନିବେଶିତ ଶାସନରେ ସାମ୍ବିଧାନିକ ଉନ୍ନତିଟା କିପରି ଥିଲା, ଆଉ ଭୂସଂସ୍କାରଟା, ଏବଂ ଆଉ ଗୋଟେ ଏଇଟା ଆସିଲା ସଭ୍ୟ ସମାଜ। ଏଥିରେ ବହୁତ ଇମ୍ପୋର୍ଟାଣ୍ଟ। ଆଉ ଶିଳ୍ପ ବିପ୍ଳବଟା ମଧ୍ୟ ମନେ ରଖିଦେଇଥାଉ। ତ ଆଜି ପାଇଁ ପିଲାମାନେ କ୍ଲାସ୍ 2 ରଖୁଛି। ପରବର୍ତ୍ତୀ କ୍ଲାସ୍ରେ ଆମେ ଦେଖିବା। ରହୁଛି। ଜୟ ଜଗନ୍ନାଥ।